ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ସୁଭଦ୍ରା ଯୋଜନାର ଯେଉଁ ହିତାଧିକାରୀମାନଙ୍କର କୌଣସି କାରଣବଶତଃ ସୁଭଦ୍ରା ଯୋଜନାରୁ ରିଜେକ୍ଟ କରାଯାଇଛି, ଆପଣମାନଙ୍କର ଯଦି କୌଣସି ଇନଭ୍ୟାଲିଡ୍ ରିଜିନ୍ ଯେମିତିକି ବହୁତ ଜଣ ହିତାଧିକାରୀଙ୍କର ବା ବହୁତ ଜଣ ଭଉଣୀମାନେ ରହିଛନ୍ତି ଯେଉଁମାନେ କି ତାଙ୍କର ପାଠପଢ଼ା ବର୍ତ୍ତମାନ ଶେଷ ହୋଇଛି କିନ୍ତୁ ତାଙ୍କର ସୁଭଦ୍ରା ଯୋଜନାରେ ସ୍କଲାରସିପ୍ ପାଇଁ ରିଜେକ୍ଟ କରିଦିଆଯାଇଛି। ଏହା ସହିତ ଆପଣମାନଙ୍କର ଯଦି 5 ଏକର ଜମି ନାହିଁ ଏବଂ ଭୁଲରେ ଆପଣମାନଙ୍କୁ ସୁଭଦ୍ରା ଯୋଜନାରୁ ରିଜେକ୍ଟ କରାଯାଇଛି, ଆଇଟିଆର୍ ଫାଇଲ୍ ପାଇଁ ରିଜେକ୍ଟ କରାଯାଇଛି, 2.5 ଲାକ୍ସ ଇନକମ୍ ପାଇଁ ରିଜେକ୍ଟ କରାଯାଇଛି ବା ଯେକୌଣସି କାରଣରୁ ଯଦି ଆପଣମାନଙ୍କର ସୁଭଦ୍ରା ଯୋଜନାକୁ ଆପଣମାନଙ୍କୁ ବାଦ୍ ଦିଆଯାଇଛି ଏବଂ ଆପଣମାନେ ବର୍ତ୍ତମାନ ସୁଭଦ୍ରା ଯୋଜନାରେ ମିଳିଥିବା 4ଟି କିସ୍ତି ମଧ୍ୟରୁ କୌଣସି ବି କିସ୍ତି ପାଇନାହାନ୍ତି ବା ଆପଣମାନଙ୍କର କିଛି କିସ୍ତି ଆସିଛି ଆଉ କିଛି କିସ୍ତି ଆସିନାହିଁ, ତ ଏହାରି ଉପରେ ଆପଣମାନଙ୍କର ବହୁତ ସାରା କମେଣ୍ଟ ଯାହାକି ରହିଛି ଯେ ଏହା ପାଇଁ ଆମେ କେମିତି ଗ୍ରିଭେନ୍ସ ଦେବା। କାରଣ ଦେଖନ୍ତୁ ଯେଉଁମାନଙ୍କର ରିଜେକ୍ଟ ଇନଭ୍ୟାଲିଡ୍ ରିଜିନ୍ ପାଇଁ ବା ଆପଣମାନେ ଯୋଗ୍ୟ ଥାଇ ମଧ୍ୟ ଅଯୋଗ୍ୟତା ହିସାବରେ ଆପଣମାନଙ୍କୁ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯାଇଛି, ତାହେଲେ କେମିତି ଆପଣମାନେ ଗ୍ରିଭେନ୍ସ ଦେବେ। ଦେଖନ୍ତୁ ଏ ବିଷୟରେ ମୁଁ ଅଲରେଡ଼ି ପୂର୍ବରୁ ଭିଡ଼ିଓ ବନେଇଥିଲି କିନ୍ତୁ ଗତକାଲିଠାରୁ ଆପଣମାନଙ୍କର ବହୁତ ସାରା କମେଣ୍ଟ ଆସୁଛି ଯେ ଗ୍ରିଭେନ୍ସ ଯେଉଁ ଦିଆଯାଉଛି କେଉଁ ହିସାବରେ ଗ୍ରିଭେନ୍ସ ଦେଲେ ଆମର ଯାହାକି ଭେରିଫିକେସନ୍ ହେବ ଏବଂ ଆଗକୁ ଯେଉଁ କିସ୍ତି ଆପଣମାନଙ୍କର ଅଗଷ୍ଟ ମାସରେ ମିଳିବା ପାଇଁ ଯାଉଛି ସେ ସମୟରେ ଆପଣମାନେ କେମିତି ବାକି କିସ୍ତି ପାଇପାରିବେ। ଆସନ୍ତୁ ସେ ବିଷୟରେ ଆଜିର ଭିଡ଼ିଓରେ କିଛି ଡିଟେଲ୍ସ ଜାଣିବା। କେମିତି ଅଭିଯୋଗ ଲେଖିବେ, କେମିତି ଆପଣମାନଙ୍କର ଅଭିଯୋଗ ଭେରିଫାଇ ହେବ, ସବୁ କିଛି ଡିଟେଲ୍ସ ମୁଁ ଆପଣମାନଙ୍କୁ ବତେଇବି। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଏବଂ ଯଦି ଆପଣମାନେ ଫେସବୁକ୍ରେ ଏହି ଭିଡ଼ିଓଟି ଦେଖୁଥିବେ ତ ନିହାତି ଫେସବୁକ୍ର ଆମର ଚ୍ୟାନେଲକୁ ଟିକେ ଫଲୋ କରିଦେବେ, କାରଣ ଏହି ଚ୍ୟାନେଲ ମାଧ୍ୟମରେ ଆପଣମାନଙ୍କୁ ମଧ୍ୟ ବହୁତ ସାରା ଅପଡେଟ୍ ବର୍ତ୍ତମାନ ଫେସବୁକ୍ରେ ମଧ୍ୟ ମିଳିପାରିବ। ତ ଦେଖନ୍ତୁ ସୁଭଦ୍ରା ଯୋଜନାର ଯଦି ଆପଣମାନଙ୍କର ରିଜେକ୍ଟ ହେଇଛି ତ ରିଜେକ୍ଟ ହେବା ପାଇଁ ଆପଣମାନଙ୍କର ବହୁତ ସାରା ରିଜିନ୍ ରହିଛି। ତା ଭିତରୁ ଆପଣମାନେ ଯଦି ରିଜେକ୍ଟ ହେଇଛନ୍ତି କିନ୍ତୁ ଆପଣମାନଙ୍କୁ ଲାଗୁଛି ଯେ ଆପଣମାନଙ୍କର ରିଜେକ୍ଟର କାରଣ ଇନଭ୍ୟାଲିଡ୍ ଅଛି ବା ଆପଣମାନେ ଯୋଗ୍ୟ ଥାଇ ମଧ୍ୟ ରିଜେକ୍ଟ କରିଦିଆଯାଇଛି, ତାହେଲେ ଆପଣମାନେ ଗ୍ରିଭେନ୍ସ ଦେଇପାରିବେ। ତେଣୁ ରିଜେକ୍ଟର ଆପଣମାନଙ୍କର ବହୁତ ସାରା କାରଣ ରହିଛି। ତା ଭିତରୁ ମେନଲି ଆପଣମାନଙ୍କର ଆଇଟି ଫାଇଲ୍ ରିଟର୍ନ ପାଇଁ ବହୁତ ଜଣଙ୍କର କାଟିଛି, ବହୁତ ଜଣଙ୍କର ଆପଣମାନଙ୍କର ସ୍କଲାରସିପ୍ ପାଇଁ କାଟିଛି ଏବଂ ବହୁତ ଜଣ ରହିଛନ୍ତି ଯେଉଁଟାକି 5 ଏକର୍ସ ଲ୍ୟାଣ୍ଡ ପାଇଁ କାଟିଛି। ତେଣୁ ଏହି 3ଟି ମୁଖ୍ୟତଃ ରିଜିନ୍ ରହିଛି ଯାହା ପାଇଁ ଆପଣମାନଙ୍କର ସୁଭଦ୍ରା ଯୋଜନାରୁ ନାଁ କାଟିଛି। ତେଣୁ ଏହା ପାଇଁ ଆପଣମାନଙ୍କର ସରକାରୀ ସ୍ତରରେ କ'ଣ କ'ଣ ପଦକ୍ଷେପ ନିଆଯାଇଛି ଦେଖନ୍ତୁ। ଆପଣମାନେ 2ଟି ଅପସନ୍ ରହିଛି। ଗୋଟିଏ ରହିଛି ଅଭିଯୋଗ, ଆପଣମାନେ ଅନଲାଇନ୍ରେ ଗ୍ରିଭେନ୍ସ ଦେଇପାରିବେ ଏବଂ 2 ନମ୍ବର ରହିଛି ଆପଣମାନଙ୍କର ବ୍ଲକର ଯେଉଁ ସିଡିପିଓ ଅଛନ୍ତି ବା ଆପଣମାନଙ୍କର ବ୍ଲକରେ ସୁଭଦ୍ରା ହେଲ୍ପ ଡେସ୍କ ଅଛି, ଆପଣମାନେ ସେଠି ମଧ୍ୟ ଯାହାକି ଅଫଲାଇନ୍ରେ ମଧ୍ୟ ଗ୍ରିଭେନ୍ସ ଦେଇପାରିବେ। ତେଣୁ ଗ୍ରିଭେନ୍ସ ଦେବା ସମୟରେ ଆପଣମାନଙ୍କୁ ଗୋଟେ ଆପ୍ଲିକେସନର ଆବଶ୍ୟକତା ରହିଛି, କାରଣ ଆପଣମାନେ ଦରଖାସ୍ତ ଦେଇ ଆପଣମାନଙ୍କର ଯେଉଁଟାକି ଗୁହାରି ଆପଣମାନଙ୍କର ଶୁଣେଇବେ। ତେଣୁ ତା ପାଇଁ ଆପଣମାନେ କେମିତି ଦରଖାସ୍ତ ଲେଖିବେ ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ଡିଟେଲ୍ସ କହିଦେବି। ସର୍ବପ୍ରଥମେ ଦେଖନ୍ତୁ, ଯଦି ଆପଣମାନେ ଅନଲାଇନ୍ରେ ଗ୍ରିଭେନ୍ସ ଦେବା ପାଇଁ ଚାହୁଁଛନ୍ତି ତାହେଲେ ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲକୁ ଭିଜିଟ୍ କଲା ପରେ ଦେଖନ୍ତୁ ଗୋଟେ ଅଭିଯୋଗ ଅପସନ୍ ଅଛି। ତ ସେଇ ଅଭିଯୋଗ ଅପସନ୍ରେ ଆପଣମାନେ କ୍ଲିକ୍ କରିବେ। ଅଭିଯୋଗ ଅପସନ୍ରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଆପଣମାନଙ୍କର ଆଧାର ନମ୍ବର ଦେବେ ଏବଂ କ୍ୟାପ୍ଚା କୋଡ୍ ଦେବେ। କ୍ୟାପ୍ଚା କୋଡ୍ ଦେଇ ଆପଣମାନଙ୍କର ଦେଖନ୍ତୁ ତଳେ ଗୋଟେ ଅପସନ୍ ରହିଛି ଯେଉଁଟାକି ଆପଣମାନଙ୍କର ଟର୍ମ ଆଣ୍ଡ କଣ୍ଡିସନ୍ ଅପସନ୍ରେ କ୍ଲିକ୍ କରି ଲଗ୍ଇନ୍ ଅପସନ୍ରେ କ୍ଲିକ୍ କରିବେ। ତ ଯେତେବେଳେ ଲଗ୍ଇନ୍ ଅପସନ୍ରେ ଆପଣମାନେ କ୍ଲିକ୍ କରୁଛନ୍ତି ଆପଣଙ୍କର ଆଧାର ରେଜିଷ୍ଟର ମୋବାଇଲ ନମ୍ବରକୁ ଦେଖନ୍ତୁ ଗୋଟେ ଓଟିପି ଆସିବ। ତ ସେଇ ଓଟିପି ଏଠି ଆପଣମାନଙ୍କୁ ସବମିଟ୍ କରିବେ। ସବମିଟ୍ କଲା ପରେ ଯାଞ୍ଚ କରନ୍ତୁ ଅପସନ୍ରେ କ୍ଲିକ୍ କରିବେ। ତେଣୁ ଦେଖନ୍ତୁ ବର୍ତ୍ତମାନ ଆମର ଓଟିପି ଯେଉଁଟାକି ଆସିଯାଇଛି, ତେଣୁ ସେଇ ଓଟିପିକି ଏଠି ଆମେ ସବମିଟ୍ କରି ଯାଞ୍ଚ କରନ୍ତୁ ଅପସନ୍ରେ କ୍ଲିକ୍ କରୁଛୁ। ତ ଏଠି ଆପଣମାନେ କ୍ଲିକ୍ କଲା ପରେ ଦେଖନ୍ତୁ ଅଭିଯୋଗ ଆବେଦନକାରୀଙ୍କର ଡିଟେଲ୍ସ ଏଠି ଆପଣମାନଙ୍କର ଶୋ କରିବ, ଯେମିତିକି ଆପଣମାନଙ୍କର ଆଧାର ନମ୍ବର, ନେମ୍, ସ୍ୱାମୀ ବା ଆମର ପିତାଙ୍କର ନାମ, ଆପଣମାନଙ୍କର ଜିଲ୍ଲା, ବ୍ଲକ ସବୁ କିଛି ଏଠି ଡିଟେଲ୍ସ ଶୋ କରିବ। ତାପରେ ଦେଖନ୍ତୁ ଆପଣମାନଙ୍କର ଏଠି 2ଟା ଅପସନ୍ ରହିଛି। ଗୋଟେ ରହିଛି ଅଭିଯୋଗ ଦାଖଲ କରିବା ପାଇଁ, ଗୋଟେ ରହିଛି ଅଭିଯୋଗ ସ୍ଥିତି ଯାଞ୍ଚ କରିବା ପାଇଁ। ତେଣୁ ଅଭିଯୋଗ ଦାଖଲ କରିବା ଅପସନ୍ରେ ଆପଣମାନେ କ୍ଲିକ୍ କରିବେ। ଯେତେବେଳେ ଅଭିଯୋଗ ଦାଖଲ କରିବା ଅପସନ୍ରେ କ୍ଲିକ୍ କରୁଛନ୍ତି ପୁଣି ଥରେ ଆପଣମାନଙ୍କର 3ଟି ଅପସନ୍ ରହିଛି। ଗୋଟିଏ ରହିଛି ନିଜ ସପକ୍ଷରେ, ଅର୍ଥାତ୍ ଯଦି ଆପଣମାନଙ୍କର ସୁଭଦ୍ରା ଯୋଜନାରୁ ନାମ କଟିଛି ଏବଂ ଆପଣମାନେ ନିଜର ଗ୍ରିଭେନ୍ସ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଫାଷ୍ଟ ଅପସନ୍ରେ ଆପଣମାନେ କ୍ଲିକ୍ କରିବେ। ନହେଲେ ଆପଣମାନଙ୍କର ଯଦି ଅନ୍ୟ ଆବେଦନକାରୀଙ୍କ ସପକ୍ଷରେ ଯଦି ଆପଣମାନେ ଗ୍ରିଭେନ୍ସ ଦେବା ପାଇଁ ଚାହୁଁଛନ୍ତି ତାହା ମଧ୍ୟ କରିପାରିବେ।
ଏବଂ ଅନ୍ୟ ଆବେଦନକାରୀଙ୍କ ବିରୁଦ୍ଧରେ ଯଦି ଦେବା ପାଇଁ ଚାହୁଁଛନ୍ତି ତାହା କରିପାରିବେ। ତେଣୁ ଆମର କିଛି ନାହିଁ, ଆମ ନିଜ ବିଷୟରେ କରିବାର ଅଛି। ତେଣୁ ନିଜ ସପକ୍ଷର ଅପସନରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣଙ୍କର ଆବେଦନ ସଂଖ୍ୟା, ଆବେଦନକାରୀଙ୍କ ନାମ ଶୋ କରିବ। ତାପରେ ଏଇଠି ଆସିଲା ମେନ୍ ଆପଣମାନଙ୍କର ଇମ୍ପୋର୍ଟାଣ୍ଟ, ଯୋଉଟାକି ରହିଛି ଦୟାକରି ଅଭିଯୋଗ ପ୍ରକାର ଚୟନ କରନ୍ତୁ। ଅଭିଯୋଗ ପ୍ରକାର ଯେତେବେଳେ ଚୟନ କରିବେ, ଦେଖନ୍ତୁ ଏଠି ଆପଣମାନଙ୍କର କ'ଣ ଲେଖିବେ ନା, ଯଦି ଆପଣମାନଙ୍କର ଭୁଲରେ ରିଜେକ୍ଟ କରାଯାଇଛି ତାହେଲେ ଏହି ଅପସନଟି ଆପଣମାନେ ସିଲେକ୍ଟ କରିବେ। ମନେ ରଖନ୍ତୁ, ଆପଣମାନଙ୍କର ରିଜେକ୍ଟ ହେଇଥିଲେ ଏହି ଅପସନ ସିଲେକ୍ଟ କରିବେ। ଯଦି ଆପଣମାନଙ୍କର କୌଣସି ବି ସ୍ଥିତି ପେଣ୍ଡିଂ ଅଛି ବା ଅପଡେଟ୍ ନାହିଁ ତାହେଲେ ଏଠି ଆପଣମାନେ ଦେବେ, ଏବଂ ଏପର୍ଯ୍ୟନ୍ତ ଯଦି ସୁବିଧା ପାଇନାହାନ୍ତି ତାହେଲେ ଏହି ଅପସନରେ ଦେବେ। ତେଣୁ ଏଇଟା ମଧ୍ୟ ମନେ ରଖିବେ। ତେଣୁ ଯେହେତୁ ଆମର ରିଜେକ୍ଟ ପାଇଁ ଦଉଛୁ, ତେଣୁ ଏଇ ଆମର ଅପସନଟି କ୍ଲିକ୍ କରିବେ। ଯେତେବେଳେ କ୍ଲିକ୍ କରୁଛନ୍ତି, ତାପରେ ଆସିଲା ଏଠି ଆପଣମାନଙ୍କର କ'ଣ ରହିଛି ନା ଦସ୍ତାବିଜ ସଂଯୋଗ କରିବେ। ଦସ୍ତାବିଜ କ'ଣ ସଂଯୋଗ କରିବେ ସେଇଟା ମଧ୍ୟ ଜାଣନ୍ତୁ। ତେଣୁ ଏଇଟା କେବଳ ଆପଣମାନଙ୍କର ପିଡିଏଫ୍ ଫାଇଲରେ ସବମିଟ୍ କରିବା ପାଇଁ କୁହାଯାଇଛି। ତେଣୁ ଏଠି ଆପଣମାନଙ୍କୁ ଗୋଟେ ଆପ୍ଲିକେସନ ଲେଖିବା ପାଇଁ ପଡ଼ିବ। ତେଣୁ ସେଇ ଆପ୍ଲିକେସନକୁ ଆପଣମାନଙ୍କୁ ପିଡିଏଫ୍ ଫର୍ମାଟରେ ଏଠି ଅପଲୋଡ କରି ଆପଣମାନଙ୍କୁ ଦାଖଲ କରିବା ପାଇଁ ପଡ଼ିବ। ତେଣୁ ଦେଖନ୍ତୁ, ସବୁଠାରୁ ଇମ୍ପୋର୍ଟାଣ୍ଟ ଆପଣମାନେ ଆପ୍ଲିକେସନ କ'ଣ ଲେଖିବେ, କାରଣ ଏଇଟା ହିଁ ଆପଣମାନଙ୍କର ବହୁତ ସାରା କମେଣ୍ଟ ରହୁଛି। ତା ପାଇଁ ଦେଖନ୍ତୁ, ମୁଁ ଅଲରେଡି ଆମ ଟେଲିଗ୍ରାମ ଚ୍ୟାନେଲରେ 2ଟି ଫର୍ମାଟର ଆପ୍ଲିକେସନ ବନେଇ ଦେଇଛି। ଯେଉଁମାନଙ୍କର ସ୍କଲରସିପ୍ ପାଇଁ ରିଜେକ୍ଟ ହେଇଛି, ଯେଉଁ ଭଉଣୀମାନଙ୍କର ପାଠପଢ଼ା ସରିଯାଇଛି କିନ୍ତୁ ସ୍କଲରସିପ୍ ପାଇଁ ରିଜେକ୍ଟ ହେଇଛି, ସେମାନଙ୍କ ପାଇଁ ଗୋଟେ ଆପଣମାନଙ୍କର ଫର୍ମାଟ ରହିଛି। ଆଉ ଗୋଟେ ରହିଛି ଅନ୍ୟାନ୍ୟ କାରଣ, ଯେମିତିକି ଆପଣମାନଙ୍କର ଯଦି ଜମି ପାଇଁ କାଟିଛି, ଆଇଟିଆର୍ ଫାଇଲ୍ ପାଇଁ କାଟିଛି, ବା ଆପଣମାନଙ୍କର ଇନକମ୍ ପାଇଁ କାଟିଛି, ତା ପାଇଁ ମଧ୍ୟ ଗୋଟେ ଫର୍ମାଟ ରହିଛି। ତାର ଫର୍ମାଟ ମୁଁ ଆପଣମାନଙ୍କୁ ଦେଖେଇ ଦଉଛି। ତ ଦେଖନ୍ତୁ ଏଇଟା ମୁଁ ଯୋଉଟାକି ଆପଣମାନଙ୍କ ପାଇଁ ନେଇ ଆସିଛି, ଏଇଟା ଆମର ଗୋଟେ ନିଜ ତରଫରୁ ମୁଁ ବନେଇଛି। ତେଣୁ ଏଇ ଫର୍ମାଟରେ ଆପଣମାନେ କରିବେ। କେବଳ କିଛି ଚେଞ୍ଜେସ୍ ଆପଣମାନଙ୍କର ଦରକାର, ଯେମିତିକି ଏଠି ସବୁ କିଛି ଡିଟେଲ୍ସ ଆପଣମାନଙ୍କର ନାମ, ଗ୍ରାମ, ବ୍ଲକ ସବୁ କିଛି ଲେଖିବେ। ତାପରେ ଦେଖନ୍ତୁ, ଏଠି ଆପଣମାନଙ୍କର ଯେଉଁମାନେ ସୁଭଦ୍ରା ଯୋଜନାରେ ପ୍ରଥମ 3ଟି କିସ୍ତିର ଟଙ୍କା ପାଇଥିଲେ, କିନ୍ତୁ ଅତି ଦୁଃଖର ସହିତ କହୁଛି ଯେ ଚତୁର୍ଥ କିସ୍ତିରେ ମୋ ଆକାଉଣ୍ଟକୁ ଟଙ୍କା ଆସିନାହିଁ ଏବଂ ଷ୍ଟାଟସ୍ ଚେକ୍ କଲା ପରେ ଆମର ରିଜେକ୍ଟ ଦେଖାଉଛି। ତେଣୁ ରିଜେକ୍ଟ ଯଦି ଦେଖାଉଛି, ତାର କାରଣ ମଧ୍ୟ ଦେଖାଉଥିବ। ତ ସେଇ କାରଣଟାକୁ ଏଠି ମେନସନ୍ କରିବେ। ମନେ ରଖନ୍ତୁ, ଏଠି ରିଜେକ୍ଟ ଦେଖାଉଛି ବୋଲି ଦେଖିବେ ଏବଂ କେଉଁ କାରଣରୁ ଆପଣମାନଙ୍କର ରିଜେକ୍ଟ ହେଇଛି ତାହା ମଧ୍ୟ ଏଠି ଆପଣମାନଙ୍କୁ ମେନସନ୍ କରିବା ପାଇଁ ପଡ଼ିବ। ତ ସେଟା ମେନସନ୍ କରିସାରିଲା ପରେ ଆପଣମାନେ ଏଇ ଫର୍ମାଟଟା ଯାଇକି ଏଇ ଭାବରେ ଆପଣମାନେ ଗୋଟେ ଲେଖିବେ, କାଗଜରେ ହଉ ବା ଆପଣମାନଙ୍କର ଯଦି ପିଡିଏଫ୍ ବନେଇ ପାରୁଛନ୍ତି, ନହେଲେ ଗୋଟେ ପ୍ଲେନ୍ ପେପର ଏଇ ଫର୍ମାଟକୁ ଦେଖି ଲେଖିବେ ଏବଂ ଏଇଠି ଆପଣମାନେ ମେନସନ୍ କରିବେ। ମନେ ରଖନ୍ତୁ, ମୁଁ ଏଠି ମେନସନ୍ କରିନାହିଁ, ଯୋଉଟାକି କାରଣ ଏଠି ଜଣାପଡ଼ୁନାହିଁ, କିନ୍ତୁ ଏଠି ଆପଣମାନେ ମେନସନ୍ କରିବେ। ତା ସହିତ ଯଦି ଆପଣମାନଙ୍କର ଏଠି ମୁଁ ଲେଖିଛି, ଦେଖନ୍ତୁ 3ଟି କିସ୍ତିର ଟଙ୍କା ପାଇଛି। ଯଦି ଆପଣମାନେ 2ଟି ପାଇଛନ୍ତି ବା ଗୋଟିଏ ପାଇଛନ୍ତି, ଯାହା ବି ପାଇଛନ୍ତି ପୁରା ପଢ଼ିବେ, ନିଜ ହିସାବରେ ଆପଣମାନେ ଲେଖିବେ। ଏଇଟା ଗୋଟେ ଫର୍ମାଟ। ଆଉ ଗୋଟେ ଫର୍ମାଟ ଦେଖନ୍ତୁ, ଯେଉଁମାନଙ୍କର ରିଜେକ୍ଟ ହେଇଛି ସ୍କଲରସିପ୍ ପାଇଁ, ସେମାନଙ୍କ ପାଇଁ ମଧ୍ୟ ମୁଁ ଏଠି ଆପଣମାନଙ୍କର ଗୋଟେ ଫର୍ମାଟ ବନେଇ ଦେଇଛି। ତେଣୁ ଏଇ ଫର୍ମାଟ କେବଳ ଆପଣମାନଙ୍କୁ ଆମ ଟେଲିଗ୍ରାମ ଚ୍ୟାନେଲରେ ମିଳିବ। ତେଣୁ ଯେଉଁମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହାନ୍ତି, ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯାଆନ୍ତୁ। ତେଣୁ ଏଇଟା ଆପଣମାନେ ଦେଇ ସାରିଲା ପରେ ଆପଣଙ୍କର ଏଠି ଯାଇକି ଦାଖଲ କରିବା ଅପସନ୍ ରହିଛି, ସେଠି ଆପଣମାନେ କ୍ଲିକ୍ କରିବେ। ତାପରେ ଆପଣମାନଙ୍କର ସବମିଟ୍ ହେଇଯିବ। ସବମିଟ୍ ହେଲା ପରେ ଦେଖନ୍ତୁ, ଏମିତି ଗୋଟେ ଆପଣମାନଙ୍କର ଯୋଉଟାକି ଚିରକୁଟ ଆସିଯିବ, ଯେଉଁଥିରେ ଆପଣମାନଙ୍କର ଗ୍ରିଭେନ୍ସରେ ଡିଟେଲ୍ସ ଶୋ କରିବ। ଏଇଟା ଗଲା ଆପଣମାନଙ୍କର ଅନଲାଇନରେ କେମିତି ଆପଣମାନେ ଗ୍ରିଭେନ୍ସ ଦେବେ। ତା ସହିତ ଅଫଲାଇନରେ ମଧ୍ୟ ଆପଣମାନଙ୍କର ଗ୍ରିଭେନ୍ସ ଯୋଉଟାକି ଦିଆଯାଉଛି, ସେଇଟା ଆପଣମାନଙ୍କର ନିଜର ବ୍ଲକରେ ହିଁ ହେଇପାରିବ। ତା ପାଇଁ ମଧ୍ୟ ସମାନ, ଯୋଉଟାକି ମୁଁ ଆପଣମାନଙ୍କୁ ଯେଉଁ ଆପ୍ଲିକେସନ ଦେବି, ସେଇ ଆପ୍ଲିକେସନକୁ ଆପଣମାନେ ନିଜ ବ୍ଲକ ଅଫିସରେ ସବମିଟ୍ କରିବେ। ତା ସହିତ ଆପଣମାନଙ୍କର ଆଧାର କାର୍ଡ ଏବଂ ସୁଭଦ୍ରା ଯୋଜନାର ଯଦି ଫର୍ମ ଆବେଦନ କରିଥିଲେ ସେ ଫର୍ମ ବି ରହିଛି, ବା ଆପଣମାନେ ଯେଉଁ ଗ୍ରିଭେନ୍ସ ବା ଷ୍ଟାଟସ୍ ଚେକ୍ କଲା ପରେ ଯେଉଁ ରିଜେକ୍ଟ ଅପସନ୍ ଦେଖାଉଛି, ତାର ସ୍କ୍ରିନଶଟ୍ ମଧ୍ୟ ଆପଣମାନେ ଯାଇକି ଅଫଲାଇନରେ ନିଜ ବ୍ଲକରେ ଦେଇପାରିବେ। ତେଣୁ ଏହି ପ୍ରୋସେସ୍ ଫଲୋ କରନ୍ତୁ। ସରକାରଙ୍କ ତରଫରୁ ଯଦି ଫିଲ୍ଡ ଭେରିଫିକେସନ୍ ହେବ, ତାହେଲେ ଆପଣମାନେ ଏହା ପରବର୍ତ୍ତୀ ସମୟରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଅଗଷ୍ଟ ମାସରେ ପାଇପାରିବେ। ତେଣୁ ଏହା ଥିଲା ଅପଡେଟ୍। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରୁ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।